ସାବଧାନ ବାଂଲାଦେଶ। ସମୟ ଅଛି ସୁଧୁରି ଯାଅ, ନଚେତ୍ ସମସ୍ୟା ଏପରି ହେବ, ନା ରହିବ ବାଉଁଶ ନା ବାଜିବ ବଇଁଶୀ। ତୁମେ ଆଜି ଯେଉଁ ଭାରତୀୟ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଚେଷ୍ଟା କରୁଛ, ସେଇ ଭାରତୀୟମାନଙ୍କର 3900 ସୈନିକଙ୍କ ରକ୍ତରେ ରଞ୍ଜିତ ହୋଇ ତୁମେ ସ୍ୱାଧୀନତାର ସ୍ୱାଦ ଚାଖିଲ। ସେଇମାନଙ୍କ ପାଇଁ ତୁମେ ଆଜି ସ୍ୱତନ୍ତ୍ର ବାଂଲାଦେଶ ଗଠନ କଲ। ସେଇ ଭାରତୀୟମାନଙ୍କୁ ପୁଣି ଆଜି ତୁମେ ନାଲି ଆଖି ଦେଖାଉଛ। ସେବେ ବି ସମୟ ଅଛି, ତୁମେ ସୁଧୁରି ଯାଅ। ତେବେ ଦର୍ଶକ ବନ୍ଧୁ ଯେଉଁମାନେ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ବାସ୍ତବ କଥା ହେଉଛି, ବର୍ତ୍ତମାନ ଭାରତ ଏବଂ ବାଂଲାଦେଶର ସମ୍ପର୍କ ତିକ୍ତତାରେ ପରିଣତ ହୋଇଛି। ଜଣେ ହିନ୍ଦୁ ଦୀପୁଚନ୍ଦ୍ର ଦାସଙ୍କୁ ମର୍ମନ୍ତୁକ ଭାବରେ ହତ୍ୟା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଜିଅନ୍ତା ଭାବରେ ରାଜ ରାସ୍ତାରେ ଜାଳି ଦେଇ ବାଂଲାଦେଶ ଜଣେ ହିନ୍ଦୁ ଧର୍ମ ଉପରକୁ ଡାଇରେକ୍ଟ ଆଙ୍ଗୁଳି ଉଠେଇଛି, ଯାହାର ଫଳସ୍ୱରୂପ ବର୍ତ୍ତମାନ ବାଂଲାଦେଶରେ ହିନ୍ଦୁମାନେ ସଙ୍କଟପନ୍ନ ଏବଂ ବାଂଲାଦେଶରେ ବସବାସ କରୁଥିବା ବାଂଲାଦେଶୀମାନେ ସିଧାସଳଖ ଭାବରେ ଆମ ମୋଦି ସରକାରଙ୍କୁ ଏବଂ ହିନ୍ଦୁତ୍ୱ ଉପରେ ପ୍ରଶ୍ନକୁ ସେମାନେ ଡାଇରେକ୍ଟ ଭାବରେ ଯୁଦ୍ଧ କରିବା ପାଇଁ ଆହ୍ୱାନ କରୁଛନ୍ତି। ବାସ୍ତବରେ ବାଂଲାଦେଶର ଏପରି ଯୁଦ୍ଧର ଭାବନା ତାଙ୍କର ନା ଅନ୍ୟ କିଏ ତାଙ୍କୁ ପଛରେ ଉସ୍କଉଛି, ତାହା ପାକିସ୍ତାନ ନା ତା ଚୀନ ନା ଅନ୍ୟ କୌଣସି ଦେଶର ବଳରେ ବଳିୟାନ ହୋଇ ବାଂଲାଦେଶ ଭାରତ ସହିତ ଯୁଦ୍ଧ କରିବା ପାଇଁ ଚାହୁଁଛି। ତେବେ ଦର୍ଶକ ବନ୍ଧୁ, ଆମେ ଆପଣମାନଙ୍କୁ କହିବା ପାଇଁ ନିଶ୍ଚିତ ଭାବରେ ଚାହିଁବୁ ଯେ ବାଂଲାଦେଶ ଏକ ଛୋଟ ଏବଂ ଶାନ୍ତିପ୍ରିୟ ଦେଶ ଥିଲା। ଭାରତ ସହିତ ଏଭଳି ଯୁଦ୍ଧ କରିବା ଫଳରେ ତାର ଅନେକ ପ୍ରକାରର କ୍ଷୟକ୍ଷତି ହେବ। ଯଦି ଭୁଲ ବଶତଃ ଭାରତୀୟ ସରକାର ଯୁଦ୍ଧ କରିଦିଅନ୍ତି, ତେବେ ବାଂଲାଦେଶ ସମ୍ପୂର୍ଣ୍ଣ ରୂପେ ବିଶ୍ୱର ମାନଚିତ୍ରରୁ ଲିଭିଯିବାର ସମ୍ଭାବନା ରହିଛି। ସେପଟେ ଯଦି ଆପଣମାନେ ଦେଖିବେ, ହିଂସାତ୍ମକ ଭାବରେ ସୀମାରେ ବିଏସ୍ଏଫ୍ ଯବାନମାନଙ୍କୁ ବାଂଲାଦେଶର ଲୋକମାନେ କେଉଁଭଳି ଭାବରେ ଖରାପ ବ୍ୟବହାର କରୁଛନ୍ତି, ମାରିଦେବାକୁ ଧମକ ଦେଉଛନ୍ତି, ଗୋଡ଼େଇ ଆସୁଛନ୍ତି ମାରିବା ପାଇଁ। ଏଭଳି ଏକ କଥା ଯାହା ସମାଜ ପାଇଁ ଅଗ୍ରହଣୀୟ, ବିଶ୍ୱ ପାଇଁ ଅଗ୍ରହଣୀୟ। ତେଣୁ ଆପଣମାନଙ୍କୁ ଆମେ ଆଜି କହିବୁ ଯେ ଯଦି ବାସ୍ତବରେ ଯୁଦ୍ଧ ହୁଏ, ତେବେ ବାଂଲାଦେଶ ସପକ୍ଷରେ ପାକିସ୍ତାନ ରହିପାରେ ଏବଂ ଚୀନ ରହିପାରେ, ଯାହା ଯୁଦ୍ଧକୁ ଆହୁରି ଭୟାବହ ହେବ। କିନ୍ତୁ ବାଂଲାଦେଶ ସମ୍ପୂର୍ଣ୍ଣ ରୂପେ କ୍ଷୟକ୍ଷତି ସହିବ। ବାସ୍ତବରେ ହିନ୍ଦୁମାନଙ୍କ ପ୍ରତି ଏମାନଙ୍କର ମନୋଭାବ ଏମିତି କାହିଁକି ହେଉଛି, କ'ଣ ପାଇଁ ହେଉଛି, ୟା ପଛରେ ପ୍ରକୃତ ରହସ୍ୟ କ'ଣ, ଏ କଥା ଆମେ ଜାଣିପାରୁନୁ। କିନ୍ତୁ ଭାରତ ସରକାର, ମୋଦି ସରକାରଙ୍କୁ ଆମେ ଏ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିବୁ, ଯେତେବେଳେ ଝିଟିପିଟି ଆମକୁ ଆଖି ଦେଖାଏ, ସେତେବେଳେ ଆମକୁ ସିଂହ ହେବାକୁ ପଡ଼ିବ। ନଚେତ୍ କାଲି ଅନ୍ୟ ଛୋଟ ମୋଟ ଦେଶ ଆମ ଉପରେ ଆକ୍ରମଣ କରିବାକୁ ପଛେଇବ ନାହିଁ। ଆମେ ଯେଉଁ ବିଶ୍ୱ ଗୁରୁ ହେବା ପାଇଁ ଚାହୁଁଛେ, ସୁପର ପାୱାର ହେବା ପାଇଁ ଚାହୁଁଛେ, ତାହା ଆମ ସ୍ୱପ୍ନରେ ହିଁ ରହିଯିବ। ତେଣୁ ଆପଣଙ୍କୁ, ମୋଦି ସରକାରଙ୍କୁ ଆମେ ଅନୁରୋଧ କରିବୁ, ସର୍ବଦଳୀୟ ବୈଠକ ଡକାନ୍ତୁ ଏବଂ ପୁଙ୍ଖାନୁପୁଙ୍ଖ ଆଲୋଚନା କରନ୍ତୁ ଏବଂ ଜବାବ ଦିଅନ୍ତୁ। ଯେମିତି ଦୀପୁଚନ୍ଦ୍ର ଦାସ ଏବଂ ମଣ୍ଡଲଙ୍କୁ ସମ୍ପୂର୍ଣ୍ଣ ରୂପେ ହତ୍ୟା କରାଗଲା, କାଲି ହୁଏତ ବିଶ୍ୱର ଅନ୍ୟ କୌଣସି ଦେଶରେ ଯେତେବେଳେ ହିନ୍ଦୁମାନେ ଯେଉଁଠାରେ ବସବାସ କରୁଛନ୍ତି, କାଲି ମଧ୍ୟ ସେଠାରେ ମଧ୍ୟ ସେମାନଙ୍କୁ ହତ୍ୟା କରାଯିବ। ଧୀରେ ଧୀରେ ହିନ୍ଦୁମାନଙ୍କ ଉପରେ ସଙ୍କଟ ଆସିବ। ପୁଣି ଏହି ହିଂସା ଭାରତରେ ଗୃହ ଯୁଦ୍ଧ ରୂପରେ ପରିଣତ ହେବ ଏବଂ ଭାରତର ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ପୁଣି ଝଗଡ଼ା ହେବ, ଯାହା ସମଗ୍ର ବିଶ୍ୱ ପାଇଁ ଏକ ନିନ୍ଦନୀୟ କଥା। ଆଗକୁ ମୁଁ ଆପଣଙ୍କୁ ନିଶ୍ଚିତ ଭାବରେ କହୁଛି, ବାଂଲାଦେଶରେ ଦେଖାଯାଇଥିବା ହିଂସା ଭାରତରେ ପ୍ରତିଫଳିତ ହେବ ଏବଂ ଭାରତରେ ମଧ୍ୟ ବାଂଲାଦେଶୀ ମାନଙ୍କୁ ଖୁବ୍ ଶୀଘ୍ର ବିତାଡ଼ିତ କରାଯିବ। ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି, ଏ ଯେଉଁ ବାଂଲାଦେଶୀର ଗଛର ମଞ୍ଜି ବର୍ତ୍ତମାନ ଭାରତରେ ମଧ୍ୟ ବୁଣାଯିବ। ଭାରତରେ ହିନ୍ଦୁ ମୁସଲମାନଙ୍କର ଝଗଡ଼ା ହେବ ଏବଂ ଭାରତରେ ଝଗଡ଼ା ହେବା ଫଳରେ ଆମ ଇଣ୍ଟରନାଲ ଡିଷ୍ଟର୍ବାନ୍ସ ଆମ ପାଇଁ ହିଁ କ୍ଷତି ହେବ। ତେଣୁ ଉଚିତ ଜବାବ ଦିଅନ୍ତୁ। ମୋଦି ସରକାର ପଛଘୁଞ୍ଚା ନିଅନ୍ତୁ ନାହିଁ। ପାକିସ୍ତାନ ଏବଂ ବାଂଲାଦେଶକୁ ଉଚିତ ଜବାବ ଦେବାର ସମୟ ଆସିଯାଇଛି। ଆପଣ ଯଦି ଆଜି ପଛଘୁଞ୍ଚା ଦେବେ, ହୁଏତ 2029 ବେଳକୁ ଆପଣ କ୍ଷମତାରେ ନଥିବେ। କାହିଁକି ନା ଯେ ଦେଶର ହିତ କଥା ଚିନ୍ତା କରିପାରୁନି, ତାଙ୍କୁ ଆମେ ପ୍ରଧାନମନ୍ତ୍ରୀ ବନେଇବାର କ'ଣ ଫାଇଦା? ଆମେ କାହିଁକି ତାଙ୍କୁ ପ୍ରଧାନମନ୍ତ୍ରୀ ବନେଇବୁ? ଆଶା କରୁଛି ଆପଣ ଯେଉଁମାନେ ମୋ ଭିଡ଼ିଓକୁ ଦେଖୁଛନ୍ତି ନିଜର ମତାମତ ଦେବେ। ବାସ୍ତବରେ ମୁଁ କେତେ ଦୂର ଠିକ୍ କହୁଛି
ଯଦି ଭୁଲ କଥା କହୁଛି ମଧ୍ୟ କମେଣ୍ଟ ମାଧ୍ୟମରେ ଆପଣମାନେ ଜଣାଇବେ। ବନ୍ଦେ ଉତ୍କଳ ଜନନୀ, ଜୟ ଶ୍ରୀରାମ।